ମା ହିଙ୍ଗୁଳା ଆବାହନ କାଳରୁ ନଳରାଜା ସମୟରୁ ଆଜି ପର୍ଯ୍ୟନ୍ତ କିମ୍ବଦନ୍ତୀ ରହିଛି। ଜଗନ୍ନାଥ କ୍ଷେତ୍ର ରୋଷଶାଳାର ଅଧିକାରିଣୀ ମା ନଳରାଜା ଏ ରାସ୍ତାରେ ନେଇ ଯାଉଥିଲା ବେଳେ ମା ଏଠି ବିଶ୍ରାମ କରିଥିଲେ। ତାଙ୍କର ନିର୍ଦ୍ଦେଶ ରହିଥିଲା ଯେ ଚୈତ୍ର ମାସରେ ହିଁ ମୋର ଏଠି ଯାତ୍ରା ହେବ। ତାଙ୍କରି ନିର୍ଦ୍ଦେଶରେ ମା ହିଙ୍ଗୁଳାଙ୍କ କୃପାରୁ ଆଜି ଏ ଯାତ୍ରା ଆବାହନ କାଳରୁ ଚାଲିଛି। ଏତେ ବଡ଼ ଡହ ଡହ ଖରାରେ ଆପଣମାନେ ଅନୁଭବ କରିଥିବେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ। କେବେ ହେଲେ ମା କାହାକୁ ଦୁଃଖ ନ ଦେଇନଥାଏ। ସମସ୍ତଙ୍କୁ ପଣତ କାନିରେ ବାନ୍ଧି ରଖି ଆଶୀର୍ବାଦ ଦେଇ ଜଗତର କଲ୍ୟାଣ ପାଇଁ ସବୁବେଳେ ସେ ବିରାଜମାନ। ଏ ମାଙ୍କ ଭବ୍ୟ ମନ୍ଦିର ଯାହାକି ଆମର ତାଳଚେର ରାଜା ବିଜେନ୍ଦ୍ର ଚନ୍ଦ୍ର ଦେବ ମହୋଦୟ ଯାହା କହୁଥିଲେ ଏହା ସତ୍ୟ। ଆମ ସମସ୍ତଙ୍କ ମନ ଭିତରେ ମଞ୍ଚାସୀନ ମୁଖ୍ୟ ଅତିଥି, ସମସ୍ତ ଅତିଥି ବୃନ୍ଦ ଏବଂ ଅଗଣିତ ଭକ୍ତବୃନ୍ଦ, ସମସ୍ତେ ଏଠି ନିମନ୍ତ୍ରିତ ଆମନ୍ତ୍ରିତ ଅତିଥି ବୃନ୍ଦ ସମସ୍ତେ ଆପଣମାନେ ଜାଣିଛନ୍ତି 12 ବର୍ଷ ତଳେ ଆମେ ଏହାକୁ ଭୂମି ପୂଜନ କରିଥିଲେ। ଗୋଟିଏ ମନ୍ଦିର ହେଲେ ପାଖାପାଖି 2-3 ବର୍ଷରେ ସମ୍ପୂର୍ଣ୍ଣ ହୁଏ ଏବଂ 12 ବର୍ଷ ହେଇଗଲା। ଏଣୁ ମୁଁ ଆଶା କରିବି ଆସନ୍ତା 2027ରେ ମା ଯେତେବେଳେ ଆସିବେ ଯାତ୍ରାକୁ ଭକ୍ତମାନେ ମାଙ୍କର ସେ ଭବ୍ୟ ମନ୍ଦିର କାର୍ଯ୍ୟକ୍ରମରେ ସମସ୍ତେ ଯେମିତି ଦେଖିବାକୁ ପାଇବେ, ଦର୍ଶନ କରିବାକୁ ପାଇବେ। ସେ ମାଙ୍କର ଘର ଏବଂ ମାଙ୍କ ମନ୍ଦିର ଯେତେ ଶୀଘ୍ର ହେବ ଆମେ ସମସ୍ତେ ମିଳିମିଶି ଚେଷ୍ଟା କରିବା ଏ କାର୍ଯ୍ୟକ୍ରମକୁ ସମ୍ପନ୍ନ କରିବା ପାଇଁ। ଏଣୁ ମା ହିଙ୍ଗୁଳାଙ୍କ ପାଖରେ ମୁଁ ପ୍ରାର୍ଥନା କରିବି ସମସ୍ତଙ୍କୁ ସୁଖ ଶାନ୍ତି ସମୃଦ୍ଧି ଦିଅନ୍ତୁ, ସମସ୍ତଙ୍କ ଚଲାପଥ କୁସୁମିତ କରନ୍ତୁ, ସମସ୍ତଙ୍କୁ ନିରୋଗ ରଖନ୍ତୁ।